ଜଳେଶ୍ୱର ବ୍ଲକ ନଛିମପୁର ଗାଁରେ 13 ଦିନର ବିଖ୍ୟାତ ପାଟପର୍ବ ଧୁମ୍ଧାମରେ ସମାପନ ହୋଇଛି। ଶିବପୁରାଣ ଅନୁସାରେ କୈଳାସପତି ଶିବଶଙ୍କର ଜଗତ କଲ୍ୟାଣ ଲାଗି ମର୍ତ୍ତ୍ୟ ଲୋକରେ 16 ପାଣ୍ଠକୁ ଚାଷ କରିବାକୁ ଆସିଥିଲେ। ଏହି ସମୟରେ ଅନନ୍ଦ ସୁନ୍ଦରୀ କାମନା ରାକ୍ଷସୀ ଭକ୍ତିରସ ପ୍ରେମରେ ମୁଗ୍ଧ ହୋଇ ତା ପାଖରେ ରହିଯାଇଥିଲେ। କୈଳାସରେ ମହାଦେବଙ୍କ ଅନୁପସ୍ଥିତି ଅନୁଭବ କରି ଧ୍ୟାନ ବଳରେ ମା ପାର୍ବତୀ ଜାଣି ମର୍ତ୍ତ୍ୟକୁ ଖୋଜି ଆସିଥିଲେ। କାମିନା ନାରଦ ମୁନିଙ୍କଠାରୁ ସୂଚନା ପାଇ ପାର୍ବତୀଙ୍କ ତୃତୀୟ ନୟନ କ୍ରୁଧାଗ୍ନିରେ ଭଗ୍ନୀଭୂତ ହେବା ଭୟରେ ମହାଦେବ ତାକୁ ପାତାଳ ହେବାକୁ କହିଥିଲେ। କାମିନାର ଭକ୍ତି ଅଶ୍ରୁ ଓ ଅନୁନୟରେ ପ୍ରତିବର୍ଷ ମହାମିଳନ ହେବାର ଆଶୀର୍ବାଦ କରି ମନ୍ଦିର ଉତ୍ତର ଦିଶାର ନେତ୍ରଜ୍ୱାଳାରେ ତ୍ରିଶୂଳ କ୍ଷେପଣ କରି ତାକୁ ପାତାଳି କରାଇଥିଲେ। ଏଣୁ ପ୍ରତିବର୍ଷ ଏହି ତିଥିରେ କାମିନାକୁ ହାକାଣ୍ଡାରୁ ନିଶାଭାଗ ଭାଗ ରାତିରେ ପୂଜାର୍ଚ୍ଚନା ଆହ୍ୱାନ ଓ ଭକ୍ତଙ୍କ ପଇତା ଧାରଣ ଶୋଭାଯାତ୍ରାରେ ବଳି ପ୍ରଦାନ କରି ସନ୍ତୁଷ୍ଟ କରାଯାଇ ମନ୍ଦିରକୁ ପାଛୋଟି ନିଆଯାଇଥାଏ। ପ୍ରତିଦିନ 13 ଭକ୍ତଙ୍କୁ ନିଷ୍କାମ ସେବା, ଦାଢତ୍ୟ ଭକ୍ତିର ଜୀବନଚର୍ଯ୍ୟା, ମାଣିକ ଗଡ଼ାଣ, ପାର୍ଶ୍ୱ ଦେବତା ଚଣ୍ଡୀ, ଗଣେଶ, ଭଗବତୀ, କ୍ଷେତ୍ରପାଳ, ମହାକାଳଙ୍କ ପୂଜାର୍ଚ୍ଚନା, ଘଣ୍ଟ ଘଣ୍ଟା ହକଧାରା ଗ୍ରାମ ପରିବେଶକୁ ଭକ୍ତିମୟ ଓ ପବିତ୍ର କରିଥାଏ। ନୀଳ ରଙ୍ଗରେ ଘରେ ଘରେ ମହାମେଳି ପାଳନ ଓ ହାକଣ୍ଡା ପାଖରୁ ଭକ୍ତ ଶଙ୍କରଙ୍କ ଶ୍ରୀଙ୍କ ମାନସିକ ପବିତ୍ର ଦଣ୍ଡଯାତ୍ରା ଆକର୍ଷଣୀୟ ଓ ହୃଦୟସ୍ପର୍ଶୀ ଥିଲା। ପାଟପର୍ବର ଅନ୍ତିମ ଦିବସରେ 13 ଭକ୍ତା ହାକାଣ୍ଡାରେ ପୂଜାର୍ଚ୍ଚନା, ନୂତନ ବସ୍ତ୍ର ପରିଧାନ, ସୁସଜ୍ଜିତ ବିମାନରେ ମଣ୍ଡି ଉପବେଶନ କରି ବିଶାଳ ପଟୁଆରରେ ମନ୍ଦିର ପ୍ରଦକ୍ଷିଣ କରି ରାତ୍ରିର ଶେଷାର୍ଦ୍ଧରେ ବ୍ରତ ସମାପନ ଓ ମାର୍ଜନା କରିଥାନ୍ତି। ହଜାର ହଜାର ଦର୍ଶକଙ୍କ ଗହଣରେ ମୀନା ବଜାରର ମଜା ସହିତ 2 ଦିନ ଧରି ସାଂସ୍କୃତିକ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା।